सूर्यकोटि समप्रभा निर्विघ्नं कुरु मे देव सर्वकार्येषु सर्वदा। କିଛି ବୋଲି ନାହିଁ ରୋଷେଇ ହବ କେମିତି ଆଉ ଖାଇବା କଣ? ମା ତୁମେ ଜମାରୁ ଚିନ୍ତା କର ନାହିଁ। ଏଇ ଘର ସଂସାର ସବୁ ପ୍ରଭୁଙ୍କର। ସେ ତାଙ୍କ ଘର ସଂସାର କଥା କେମିତି ବୁଝିବେ ତାଙ୍କୁ ଭଲ ଭାବରେ ଜଣା। ତୁମେ ବିଶ୍ୱାସ କର, ଧୈର୍ଯ୍ୟ ଧର। ଗତକାଲି 2 ଖଣ୍ଡ ରୁଟି ପଡ଼ିଥିଲା ଅଛି, ତାକୁ ନେଇ ବଜାରରେ ବିକ୍ରି କରି ଆଣ। ସେହି ଟଙ୍କାରେ ଚାଉଳ, ଅଟା, ଡାଲି କିଣି ଆଣିବ। ରୋଷେଇ ଚିନ୍ତା କରିବ କାହିଁକି? ହଁ ଶ୍ରୀମତୀ, ତୁମେ ଠିକ କଥା କହୁଛ। ସେ ଧୋତି ହଳକ ଆଣିଦିଅ, ମୁଁ ବଜାରକୁ ଯିବି। ହଉ ପୁଅ ଶୀଘ୍ର ଆସିବୁ, ରାତି ହୋଇଯିବ। ହଁ ମା, ମୁଁ ଶୀଘ୍ର ଆସିଯିବି। बैकग्राउंड म्यूजिक साउंड बेसी है। बैकग्राउंड म्यूजिक साउंड बेसी है। देसी कौन टे कौन भाभी मोटा कॉपी ମୁଁ ତ ଆପଣଙ୍କୁ ଚିହ୍ନି ନାହିଁ। ଆପଣ କଣ ଜାଣିଲେ କେମିତି? ବହୁତ ଲୋକଙ୍କ ଠାରୁ ଶୁଣିଥିଲି ତୁମେ ମଧ୍ୟ ବହୁତ ବଡ଼ ଦାନୀ। ଦୁଃଖୀ ଦରିଦ୍ରଙ୍କୁ ତୁମେ ଅନ୍ନ, ବସ୍ତ୍ର, ଟଙ୍କା ପଇସା ସବୁ ଦାନ କରିଛ। ସେହି କଥା ଶୁଣି ମୁଁ ତୁମ ପାଖକୁ ଦୌଡ଼ି ଆସିଥିଲି। ବାବୁ, ମୋତେ ଖଣ୍ଡେ ବସ୍ତ୍ର ଦାନ କର। ମୋ କୁଙ୍ଗୁଳା ଦେହକୁ ଦେଖୁଛ, ଏଇ ଭୋକିଲାକୁ ବସ୍ତ୍ର ଦାନ କଲେ ପୁଣ୍ୟ ହେବ ତୁମର। ହେ ଭଗବାନ, ଆଜି କି ପରୀକ୍ଷା କଲ? ଏ ଦରିଦ୍ର ବ୍ରାହ୍ମଣ ମହାଶୟଙ୍କୁ ଖଣ୍ଡିଏ ବସ୍ତ୍ର ନିହାତି ଆବଶ୍ୟକ। ସେ ବହୁ ଦୂରରୁ ବଡ଼ ଆଶା ରଖି ମୋ ପାଖକୁ ଆସୁଛନ୍ତି। ତାଙ୍କୁ ନିରାଶ କରି ପଠାଇଦେଲେ ମୋର ଭୁଲ ହେବ। ସନ୍ତୋଷଙ୍କୁ ତୁମର ମଙ୍ଗଳ କରନ୍ତୁ ବାବୁ। ବ୍ରାହ୍ମଣ ମହାଶୟ, ମୁଁ ଏବେ ଆସୁଛି। बैकग्राउंड साउंड कम करिए। कबीर दास, तुम दान मैनेजमेंट रो बजे एते मैनेज करे रहू पुणी थरे दक्षिण देबाकू होई थाए। एही कथा शास्त्र विधान रे लिखा होईछि। दक्षिण न देले दानर पुण्य मिले नहीं, अर्थात निष्फल होई जाए दान। हेले ब्राह्मण महाशय, ମୁଁ ଏବେ ଆସୁଛି। बैकग्राउंड साउंड कम करिए। कबीर दास, तुम दान मैनेजमेंट रो बजे एते मैनेज करे रहू पुणी थरे दक्षिण देबाकू होई थाए। एही कथा शास्त्र विधान रे लिखा होईछि। दक्षिण न देले दानर पुण्य मिले नहीं, अर्थात निष्फल होई जाए दान। हेले ब्राह्मण महाशय, ମୋ ପାଖରେ ତ ଆଉ
ବାକି କଣ? ବାକି ଖଣ୍ଡକ ବସ୍ତ୍ର ରଖିଛ କଣଟି? ସେ ଖଣ୍ଡକ ବସ୍ତ୍ର ଦକ୍ଷିଣା ଭାବରେ ଦେଇଦିଅ। ଖଣ୍ଡେ ପିନ୍ଧିବି ଆଉ ଖଣ୍ଡେ ଦେହରେ ଘୋଡ଼ାଇ ହେବି। ଶୀତରେ ଥରୁଛି ବାବୁ। ବ୍ରାହ୍ମଣ, ତୁମେ ମହାଜ୍ଞାନୀ ପଣ୍ଡିତ। ତୁମେ ଠିକ୍ କଥା କହୁଛ। ମୁଁ ଏଇ ସଂସାର ଜଞ୍ଜାଳରେ ପଡ଼ି ଛଟପଟ ହେଉଛି, ବିସ୍ମରି ଯାଉଛି ଜ୍ଞାନ। ଏଇ ନିଅ। ଟିକେ ଠିକ ହେଲା। ଏଥିରୁ କୁଆଡ଼େ ଯାଇଥିଲେ? ସନ୍ତୋଷରେ ଘର ପାଣି ପିଇବାକୁ ପଳେଇଥିଲେ? ଆମ ପ୍ରତି ଟିକେ ଦୟା ଧର୍ମ ରଖିଥିଲେ। ହଉ, ମୁଁ ଏବେ ଆସୁଛି। ଜୁମ୍ କରିକି ଅଛୁ ନା କଣ? ନହେଲେ ଏତେ ପାଖକୁ କେମିତି ଆସ? ହେ ବ୍ରହ୍ମାଣ୍ଡ ନାୟକ, ଆମେମାନେ ତୁମର ସନ୍ତାନ। ଏଇ ଘର ସଂସାର ସବୁ ତୁମର। ବଡ କଥା ତୁମକୁ ଲାଗିଲା ପ୍ରଭୁ। ମୁଁ ଏଠି ବସି ମୋ କାମ କଲି। सर्वदा ଘରେ କିଏ ଅଛ? ଶୁଣିବ କି? ହଁ ହଁ, ଆସୁଛି ଆସୁଛି। ଆରେ ପୁଅ, ତମ ଘର କେଉଁଠି? ଆଉ ଏସବୁ ହାତରେ କଣ କରିଛ? କାହା ପାଇଁ ଆଣିଛ? ମୋ ହାତରେ କହିଲେ ବାବୁ ଧାର ଗୋଟାଏ ପଛେ ପଛେ ଆସୁଛନ୍ତି। କହିଲେ ଘରେ ଦେଇଦବ। ମୁଁ ପଛେ ପଛେ ଯାଉଛି। ବୋହୁ, ଏ ବୋହୁ, ଆସେ। ପୁଅ ପରା ବଜାରରୁ ବହୁ ସାମାନ ଭାର କରି ପଠାଇଛି, ଘରକୁ ନେବା। ପୁଅ, ପିଣ୍ଡାରେ ବିଶ୍ରାମ କର। ମୁଁ ଘରକୁ ଯାଇ କଣ ଟିକେ ରୋଷେଇ କରି ଆଣୁଛି। ଖାଇଦେଇ ଘରକୁ ଯିବ। ଚିନ୍ତା କରନି, ମୋର ଘରେ ବହୁତ କାମ ଅଛି। ମୁଁ ଘରକୁ ଡେରି ହେଇଯିବ। ହଉ, କିଛି ତ ଖାଇଲନି, ହେଲେ ଭାରପୁଆ ବିଦାରୀ ଟଙ୍କାଟା ନେଇଯାଅ। ଧାରବୁଆ ଭିତାରୀ ଆଗରୁ କବିରଙ୍କ ଠାରୁ ପାଇଯାଇଛି। ରାତି ଶାନ୍ତିରେ ଖିଆପିଆ କର। ମୁଁ ଏବେ ଆସୁଛି। ହଉ ପୁଅ, ଯାଅ। ବୋହୁ, ଏ ବୋହୁ, ପୁଅ ତ 2 ଖଣ୍ଡ ଧୋତି ନେଇ ବଜାରକୁ ଯାଇଥିଲା। ଆଉ ଏତେ ସାମାନ ପାଇଲା କୋଉଠୁ? ସନ୍ଧ୍ୟା ହେଲାଣି, ଆସିନାହିଁ କାହିଁକି? ଏଇ ମା, ସେ ଆସିଲେଣି। ଦିନ ସାରା କିଛି ଖାଇ ନଥିବୁ, ଯା ଶୀଘ୍ର ଖାଇଦେବୁ। ଏତେ ଡେରି ହେଲା କାହିଁକି ଯେ? ସନ୍ଧ୍ୟା ପର୍ଯ୍ୟନ୍ତ କି କାମ କରୁଥିଲୁ କି? ଆରେ ଘରେ ତ କିଛି ନଥିଲା, କଣ ପଡିଶା ଘରୁ ଧାର ଆଣିଛ କି? ତୁ ପରା ଗୌଡ଼ ପୁଅକୁ ନିଜ ହାତରେ ଭାର କରି ବହୁ ସାମାନ ପଠାଇଲୁ। ତୋର କଣ ମନେ ନାହିଁ କି? କାଇଁ ଆସିଲ ଦେଖିବା, କେଉଁ ଜିନିଷରେ ଏମିତି ଘର ଭର୍ତ୍ତି ହୋଇଯାଇଛି। ଚାଲେ। ସତରେ ତାଙ୍କୁ ଦେଖିଛୁ, ତାଙ୍କ ସହ କଥା ହୋଇଛୁ। ଧନ୍ୟ ଧନ୍ୟ ମା, ତୁ ଏକ ଭାଗ୍ୟବତୀ। ତୁ କଣ ସେ ଗୌଡ଼ ପୁଅକୁ ପଠେଇ ନଥିଲୁ କି? ଆରେ ନା ନା, ମୁଁ କାହାକୁ ପଠାଇ ନଥିଲି। ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀରାମ ଜଗତର ନାଥ ନିଜେ ଆସିଥିଲେ। ନିଜ ଖାନ୍ଦରେ 12 ପୁଞ୍ଜି ଆଣିଥିଲେ। ଆଦର ସହ ଡାକିଲେ ସେ ଶୁଣନ୍ତି। ତୁ ତାକୁ ଦେଖି ମୁକ୍ତ ହୋଇଗଲୁ, ମୁଁ ତତେ ଦେଖି ମୁକ୍ତ ହୋଇଗଲି।
ଆଗରେ ବସି ସେଠି ପାଖରେ Hare Rama